This call is now being recorded. Call recording has now ended. ଯେତେବେଳେ ଆପଣ କାହାର ବି କଲ୍ ରେକର୍ଡିଂ କରିବା ପାଇଁ ରେକର୍ଡ ବଟନ ଉପରେ କ୍ଲିକ୍ କରୁଛନ୍ତି ତ ଏମିତି ଶୁଭା ଯାଉଛି। ଏହାକୁ ଆପଣ କେମିତି ବନ୍ଦ କରିବେ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି। ଯେମିତି ଆପଣଙ୍କ ସାଙ୍ଗ ବା କିଏ ବି ଆପଣଙ୍କର କଲ୍ ରେକର୍ଡିଂ ହେଉଛି ବୋଲି ଜାଣିପାରିବେନି, ତାଙ୍କୁ ବି କିଛି ଶୁଭା ଯିବନି। ସୋ କେମିତି ଆପଣ କଲ୍ ରେକର୍ଡିଂ ସାଉଣ୍ଡକୁ ଅଫ୍ କରିବେ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି। ବହୁତ ସିମ୍ପଲ ଷ୍ଟେପ୍ ଅଛି ଫ୍ରେଣ୍ଡସ୍, ଆପଣମାନେ ଇଜିଲି ଏହାକୁ ବନ୍ଦ କରିପାରିବେ। ଏହି ସାଉଣ୍ଡ ଆଉ ହେବନି, ଆଉ ସେ ଟୋଟାଲି ଜାଣିପାରିବେନି ଯେ ରେକର୍ଡିଂ ହେଉଛି ବୋଲି। ଚାଲନ୍ତୁ ଦେଖିବା କେମିତି ଆମେ ଏହାକୁ ଅଫ୍ କରିବା। ସିମ୍ପଲି ମୋବାଇଲର ଡାୟଲରକୁ ଓପନ୍ କରିବେ, ତାପରେ ଦେଖନ୍ତୁ 3 ଡଟ୍ ଗୋଟେ ଅଛି, ଏଇଟେ କ୍ଲିକ୍ କରିବେ। ଏଇଟେ କ୍ଲିକ୍ କଲା ପରେ ସେଟିଂ ଅପସନ୍ ପଳେଇ ଆସିବ, ଏଇଟେ କ୍ଲିକ୍ କରିବେ, ସେଟିଂକୁ ପଳେଇ ଆସିବେ। ତାପରେ ସିମ୍ପଲି ତଳକୁ ସ୍କ୍ରୋଲ୍ କରିବେ, ଏଠି ଆପଣଙ୍କୁ ମିଳିବ ଅପସନ୍ କଲ୍ ରେକର୍ଡିଂ। ଦେଖନ୍ତୁ ଅପସନ୍ ଅଛି ନା କଲ୍ ରେକର୍ଡିଂ, ଏହାର ଉପରେ କ୍ଲିକ୍ କରିଦେବେ। ଏଇଟେ କ୍ଲିକ୍ କଲା ପରେ ଏମିତି ଅପସନ୍ ଆସିବ। ତାପରେ ଆପଣଙ୍କୁ ତଳେ ଅପସନ୍ ମିଳିଯିବ ପ୍ଲେ ଅଡ଼ିଓ ଟୋନ୍ ଇନଷ୍ଟେଡ୍ ଅଫ୍ ଡିସ୍କ୍ଲେମର। ଯେଉଁ ଡିସ୍କ୍ଲେମର ଆସୁଛି ସେଇଟା ଆଉ ଆସିବନି, କିଛି ବି ଶୁଭାଯିବନି। ଯେମିତି ସେ କହୁଛି କଲ୍ ରେକର୍ଡିଂ ହେଉଛି ବୋଲି ଯେଉଁ ଶୁଭାଯାଉଛି ସେଇଟା ଆଉ ଶୁଭାଯିବନି। ଏଠି ସିମ୍ପଲି କ୍ଲିକ୍ କରିବେ, ଏଗ୍ରି କରିଦେବେ। ଏଇଟା ଦେଖନ୍ତୁ ଏଗ୍ରି କରିଦେବେ, ଏମିତି ଅନ୍ କରିଦେବେ। ଦେଖନ୍ତୁ ପ୍ଲେ ଅଡ଼ିଓ ଟୋନ୍ ଇନଷ୍ଟେଡ୍ ଅଫ୍ ଡିସ୍କ୍ଲେମର, ଏହାକୁ ଅନ୍ କରିଦେବେ ତ ଆଉ ସେଇଟା ଶୁଭାଯିବନି। ଏବେ ଆମେ ଦେଖିବା ଶୁଭାଯାଉଛି ନା ନାହିଁ। ବ୍ୟାକ୍ କରିବା। ମୁଁ ଏବେ କଲ୍ କରୁଛି, ଦେଖନ୍ତୁ ମୁଁ କଲ୍ କଲି, ଦେଖନ୍ତୁ କଲ୍ ଗଲା। ଏବେ ଆଉ ଟୋଟାଲ ଶୁଭାଯିବନି। ଦେଖନ୍ତୁ ଏଇଟା କଲ୍ ଆସିଲା, ଦେଖନ୍ତୁ ଫ୍ରେଣ୍ଡସ୍ କଲ୍ ଆସିଲା, ଆମେ କଲ୍ ରିସିଭ୍ କରିବା। ଦେଖନ୍ତୁ କଲ୍ ଆସିଛି, ଏଠି ରଖୁଛି ମୁଁ ଏବେ ରେକର୍ଡିଂ କରିକି ଦେଖାଉଛି ଆପଣଙ୍କୁ। ଆପଣମାନେ ଶୁଣନ୍ତୁ ରେକର୍ଡ ହେଉଛି ନା ନାହିଁ। ସିମ୍ପଲି ମୋର ଉପରେ କ୍ଲିକ୍ କରିବା, ରେକର୍ଡ ବଟନ୍ ଉପରେ ମୁଁ କ୍ଲିକ୍ କରି ଦେଖାଉଛି ଆପଣଙ୍କୁ ରେକର୍ଡ ହେଉଛି ନା ନାହିଁ ଆପଣମାନେ ଜାଣିପାରିବେ। ଦେଖନ୍ତୁ କିଛି ବି ଶୁଭାଗଲାନି, ଖାଲି ଗୋଟେ ସାଉଣ୍ଡଟେ ହେଲା। ଏତିକିରେ ବି ସେ ଜାଣିପାରିବେନି ଯେ ରେକର୍ଡିଂ ହେଉଛି ବୋଲି। ସୋ ଏମିତି ଆପଣ ଏହାକୁ ଅଫ୍ କରିପାରିବେ। ସୋ ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଛି ତାହେଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।